ଛିଡ଼ା ହେଲା ଚାରିଆଡ଼କୁ ଅନେଇଲା ପତ୍ନୀ ତା ନିକଟରେ ଦେଖିଲା ପ୍ରଭୁ କେତେ ସୁନ୍ଦର ଦେଖାଯାଉଛି ଛଲମଲ ଦେଖାଯାଉଛି ଠାକୁର ଭକ୍ତ ସହିତ ଭଗବାନଙ୍କର ପବିତ୍ର ଆଖି ମିଶିଗଲା ଆଖିରୁ ଆନନ୍ଦର ଭାବ ଅଶ୍ରୁ ବହି ପଡୁଛି ପ୍ରଭୁ ସତରେ ଆଜି ଅଭାଗା ଜୀବନ ସାର୍ଥକ ହବ ମମତାମୟୀ ମା ପତ୍ନୀ ତାର କାନ୍ଦୁଛି ପ୍ରଭୁ ପକ୍ଷପାତ କରିବନି ମୁଁ କେତେ ଶ୍ରଦ୍ଧାରେ ଆଣିଥିବା ଭୋଗକୁ ସତରେ କାଳି ଗ୍ରହଣ କରିବି ପ୍ରଭୁକୁ ଯାହା ତମେ ଦବ ପତ୍ର ପୁଷ୍ପମ ଫଳତେ ଆଜି ମା ଭକ୍ତି ପ୍ରସାଦନ ଶ୍ରୀମଦ ଭାଗବତ ଗୀତା ପତ୍ର ଦେ ଫୁଲ ଦେ ଫଳ ଦେ ଭକ୍ତିରେ ଦେଲେ ମୁଁ ତାକୁ ଗ୍ରହଣ କରି ଭାବ ଅଶ୍ରୁ ବହି ପଡୁଛି ତା ସେ ଚାରିଆଡ଼କୁ ଅନେଇଲା ହେଲେ ସମାଜ ଗୋଟାଏ ଶୃଙ୍ଖଳା ରହିଛି ଆଜି ପର୍ଯ୍ୟନ୍ତ ଶୃଙ୍ଖଳାର ଛାପ ବି ଆପଣଙ୍କ ଉପରେ ରହିଛି କିଛି ଅଂଶରେ ଚାକିରି ପାଉନି ଯଦି ରଥ ଉପରେ ଚଢିଯାଏ କନ୍ୟାମାନେ ଦେଖିଦେବେ ସେଦିନର ବଡ କନ୍ୟା ନିଶ୍ଚୟ ମୋ ଉପରେ କିଛି ପ୍ରତି ଆକ୍ରମଣ ହବ ସାମାଜିକ ସ୍ୱୀକୃତି ମତେ ମିଳିନି ସମାଜ ମତେ ସ୍ୱୀକୃତି ଦେଇନି ମୁଁ ରଥ ଉପରେ ଚଢି ଠାକୁରଙ୍କୁ ଛୁଇଁବି ବୋଲି ଚାରିଆଡ଼କୁ ଅନେଇଲା କହିଲେ କନ୍ୟାମାନେ ଭାଇ ବ୍ୟସ୍ତରେ ଅଛନ୍ତି ମୁଁ ଏଇ ଶୁଭ ବର୍ଷରେ ଟିକେ ରଥ ଉପରେ ଚଢିଯିବି ଦେଇଦେବି ଆଉ ମୁଁ ଅଛୁ ଆଉ ତା ମତେ କାହିଁ କିଏ ଚିହ୍ନିବ ମୁଁ କୋଉ ଗୋଟା ମୂଲ୍ୟବାନ ଲୋକ ଯେ ମତେ ଚିହ୍ନିବେ ଆପଣମାନଙ୍କର କବି ସଚି ରାଉତରା ଏଟା କଥା କହି ହେଲେ ମୁଁ ଜାତିରେ ଭାବୁଛି ମୁଁ ଜାତିରେ ସମାଜ ମତେ ଖାତିର କରେ ମୁଁ ତାଙ୍କରି ଭାଇରେ ତାଙ୍କରି ବିଲରେ ବେଠି ଖଟେ ବେଠି ଖଟି ଖଟି ମୁଣ୍ଡ ଛିଡୁ ପଛେ ମୋ ଖବର କେହି ବୁଝେ ନା ମୁଁ ଯେତେ ସେବା କଲି ମୋ ଋଣୀମାନ କେତେ ବଢିଲା ଆଉ ମତେ କାହିଁ କିଏ ଚିହ୍ନିବ ରଥ ପାହାଚ ଉପରେ ପାଦ ପକେଇବ ହେଲା ମୁଁ ରଥ ଉପରେ ଚଢିଯିବି ପ୍ରଭୁକୁ ଭୋଗ ଦେଇଦେବି ସତ୍ୟ ପ୍ରଭୁ ଅଛି ମୋ ମାନ ରକ୍ଷା କରିବ ତମେ ପରା ଜଗତର ଠାକୁର ପୃଥିବୀର ଠାକୁର ଆଜ୍ଞା ରଥ ଉପରେ ଦାସିଆ ଛିଡା ହେଇଗଲା ପାଚିଲା କଦଳୀ ଗଛକୁ ଧରି ପ୍ରଭୁ ମନେ ମନେ ହସିଲେ ମାନେ ମୁଁ ଭକ୍ତ ସହିତ ନ ଖେଳିଲେ କଣ ଭକ୍ତ ଅଭିଳାଷ ପୂର୍ଣ୍ଣ କର ବସି କଷାଇ ଧନ ଦେବି ନହେଲେ ବାହୁଳି ତୁ ତ ସିଧା ଆସିବୁ ମତେ ଭୋଗ ଦେଇଦେବୁ ଲୀଳା ପ୍ରକଟ ହବ କେମିତି ମୁଁ ଯାହା ଚାହିଁବି ସେଇଆ ହବ ନା ଶକ୍ତି ନାହିଁ ବସ କାହାରି ଶକ୍ତି ଆଧୁନିକ ସାହିତ୍ୟର ଶ୍ରଦ୍ଧା କବି ରାଧନା ଶକ୍ତି ନାହିଁ ବସ କାହାରି ସର୍ବଶକ୍ତିମାନ ନିୟତି ତା ଇଚ୍ଛାରେ ଆମେ ସମସ୍ତେ ଚଳୁ।